ରେଟ୍ ଥିଲା। ଆଚ୍ଛା ଆଚ୍ଛା ସେଥିପାଇଁ ଏଇଠି ବସ ଏଇଠି ଚେୟାର ଭଲ ଏଇଠି ବସ ବସି ବଢ଼ିଆ ରଙ୍ଗ କର ହଁ ସେ ଦେଖିବ ଦେଖେ ଶିଖିବ ଆଗକୁ ଯିବ ଆଉ ଟିକେ କଥା ମନେ ରଖି ଷ୍ଟାର୍ଟ କର ସେ ସାର୍ ପଚାରୁଛନ୍ତି ସାର୍ କ'ଣ ପଚାରୁଛନ୍ତି ଏ ସେମାନେ ଚଢ଼ିବେ ମୋତେ କର କରୁଥିଲେ ହଁ ଚଲେଇ अच्छी भी नहीं भारत जमीन का एक टुकड़ा नहीं जीता जगता राष्ट्र पुरुष है। भारत जमीन का एक टुकड़ा नहीं जीता जगता राष्ट्र पुरुष है। यह अर्पण की भूमि है, यह दर्पण की भूमि है। इसकी नदी नदी हमारे लिए गंगा है, इसकी कंकण कंकण हमारे लिए शंकर है। हम जिएंगे तो इस भारत के लिए और मरेंगे तो इस भारत के लिए। मरने के बाद गंगा में बहती हुई हमारे अस्थियों को कोई कान लगाकर सुनेंगे तो यही सुनाई देनी चाहिए कि भारत माता की जय, भारत माता की जय। सामान्य सभापति महोदय एठारे उपस्थित विज्ञ विचारक मंडली माननकु मोर भूमिष्ठ प्रणाम सान बड़ भाई और भौणी माननकु मोर भल पाइबा। आजिर एही सभारे आलोचनार विषय वस्तु हेउछि भारतीय सांस्कृतिक ऐतिह्य और वैशाख मास। ଏହା କେବଳ ଏକ ଭାଷଣର ଶିକର୍ଷ ନୁହେଁ, ଏହା ହେଉଛି ଏକ ଆହ୍ୱାନ। ମୁଁ ମୋର ଉକ୍ତ ବିଷୟବସ୍ତୁ ଆଧାରରେ ମୋର ବକ୍ତବ୍ୟ ରଖିବି। ସୁଜଳା ସୁଫଳା ଶସ୍ୟ ଶ୍ୟାମଳ ତଟିନୀ ମେଖଳ ଅରଣ୍ୟ କୁନ୍ତଳା ଏହି ପବିତ୍ର ଭାରତ ଭୂମି ସ୍ୱର୍ଣ୍ଣ କମଳ ଭୁବନ ବଦିତ ସ୍ୱର୍ଣ୍ଣ କମଳ ଭୁବନ ବଦିତ। ପ୍ରଥମେ ଆମେ ଜାଣିବା ଉଚିତ ସଂସ୍କୃତି କହିଲେ କ'ଣ ବୁଝୁ। ସଂସ୍କୃତି ହେଉଛି ଗୋଟିଏ ମନୁଷ୍ୟର ଆତ୍ମିକ ଚେତନାର ନାମାନ୍ତର। ସଂସ୍କୃତି ସାମାଜିକ ବାହ୍ୟ ରୂପ ନୁହେଁ ପରନ୍ତୁ ନୈତିକ ଆଧ୍ୟାତ୍ମିକ ମନୋଗତ ଓ ଉପଲବ୍ଧ ଆଚାର ବିଚାରର ପରିପ୍ରକାଶ ଅଟେ। ଇତିହାସର ଭାରତର ସଂସ୍କୃତିର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଗ୍ରୀକ୍ ରୋମିଓ ମିଶରୀ ପରି ଦେଶମାନଙ୍କର ସଂସ୍କୃତି ଉତ୍ଥାନ ପତନ ଦେଖାଯାଇଥିବା ବେଳେ ଆମ ଭାରତର ସଂସ୍କୃତି ଯେତେ ପ୍ରାଚୀନ ସେତେ ଅଦ୍ଭୁତ ଓ ରୋମାଞ୍ଚକର। ଯେତେବେଳେ ଭାରତର କଥା ଆସେ ତେବେ କିଛି ଲୋକଙ୍କ ମନରେ ପ୍ରଶ୍ନ ଉଠେ, କ'ଣ ଏହି ଭାରତ, କ'ଣ ଏହାର ସଂସ୍କୃତି, କ'ଣ ଏହାର ଐତିହ୍ୟ, କ'ଣ ଏହି ବୈଶାଖ ମାସର ମହତ୍ତ୍ୱ? ଏହି ପ୍ରଶ୍ନ କରୁଥିବା ଲୋକମାନଙ୍କୁ ମୁଁ ବୁଝାଇ ଦେବାକୁ ଚାହେଁ ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯାହାର ନାମରେ କୌଣସି ମହାସାଗର ଅଛି, ଭାରତ ମହାସାଗର। ଯେଉଁଠି ସଂସ୍କୃତି କେବଳ ପରମ୍ପରା ନୁହେଁ, ଯେଉଁଠି ସଂସ୍କୃତି ବଞ୍ଚିବାର ଏକ ଶୈଳୀ। ଆମର ଐତିହ୍ୟ ଆମର ପରିଚୟ ହେବା ବେଳେ ଆମର ପରମ୍ପରା ଏବଂ ପର୍ବପର୍ବାଣୀ ଗୁଡ଼ିକ ଆମର ସଂସ୍କୃତିର ପ୍ରାଣକେନ୍ଦ୍ର ହୋଇଥାଏ। ଆମର ଐତିହ୍ୟ ଯେତେବେଳେ ଆମର ପରିଚୟ ହୋଇଥାଏ ତେବେ ସେତେବେଳେ ଆମର ପର୍ବପର୍ବାଣୀ ଆମର ସଂସ୍କୃତିର ପ୍ରାଣକେନ୍ଦ୍ର ହୋଇଥାଏ। ଆମର ଏହିସବୁ ଭାରତର ମହାନତା ଏହିସବୁ କଥାରେ ନୁହେଁ ବରଂ ଆମ ଏ ଦେଶର ମହାନତା ଶହ ଶହ ବର୍ଷ ପୂର୍ବେ ଗଢ଼ି ଉଠିଥିବା ସଭ୍ୟତାର ସଂସ୍କୃତି ଆଜି ବି ଅମର ହୋଇ ରହିଛି। ଆମର ସଂସ୍କୃତି ସତ୍ୟ ତ୍ୟାଗ ଏବଂ ସମନ୍ୱୟର ସଂସ୍କୃତି। ଆମ ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠି ବସୁଧୈବ କୁଟୁମ୍ବକମ୍ ଅର୍ଥାତ୍ ସମଗ୍ର ପୃଥିବୀ ଏକ ବୋଲି ବିଶ୍ୱାସ କରାଯାଇଥାଏ। ଅନ୍ୟ ଦେଶମାନଙ୍କରେ ନ୍ୟୁ ଇୟର କେକ୍ କାଟି ବାଣ ଫୁଟାଇ ପାଳନ କରୁଥିବା ବେଳେ ଆଉ କିଛି ଲୋକ ମଦ୍ୟପାନ କରି ଚୋରି ଡକାୟତି କାମ କରିଥାନ୍ତି, କିନ୍ତୁ ଆମ ଦେଶରେ ନ୍ୟୁ ଇୟର ପଣା ସଂକ୍ରାନ୍ତିରେ ଆରମ୍ଭ ହୋଇ ସମସ୍ତଙ୍କ ଘରେ ଘରେ ଈଶ୍ୱରଙ୍କୁ ଆରାଧନା କରି ପୂଜାପାଠ ହୋଇ ଆରମ୍ଭ ଏହି ଦିନଟି ନ୍ୟୁ ଇୟର ପାଳନ କରାଯାଇଥାଏ। ଏହା ହିଁ ଆମ ଭାରତୀୟ ସଂସ୍କୃତି। ଆମ ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱରେ ଚର୍ଚ୍ଚିତ। ଯେପରି ମୁଁ ଛୋଟ ଉଦାହରଣଟେ ଦେବାକୁ ଚାହିଁବି, ଆମ ଭାରତର ପ୍ରଥମ ବିମାନ ଚାଳିକା ସରଳା ଠକରାଲ ଯିଏକି ପ୍ରଥମ କରି ଶାଢ଼ୀ ପିନ୍ଧି ବିମାନ ଚଳାଇଥିଲେ, ଯାହା ଆମ ଦେଶର ଅନନ୍ୟ ସଂସ୍କୃତି। ଏହି ସଂସ୍କୃତି ଅନ୍ୟ ଦେଶବାସୀ ମଧ୍ୟ ଆପଣାଇଲେ। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ଆମ ଭାରତର ସଂସ୍କୃତି କେବଳ ଆମ ଭାରତରେ ନୁହେଁ ସମଗ୍ର ପୃଥିବୀରେ ଚର୍ଚ୍ଚିତ। କେବଳ ସଂସ୍କୃତି ନୁହେଁ ଆମର ଐତିହ୍ୟ। ଆମର ଐତିହ୍ୟ ହେଉଛି ତାଜମହଲ ଏବଂ କୋଣାର୍କ ମନ୍ଦିର, ଯାହାକୁ ଆଜିକାର କେବଳ ସଂସ୍କୃତି ନୁହେଁ ଆମର ଐତିହ୍ୟ। ଆମର ଐତିହ୍ୟ ହେଉଛି ତାଜମହଲ ଏବଂ କୋଣାର୍କ ମନ୍ଦିର, ଯାହାକୁ ଦେଖିଲେ ଆଜିକାର ଆଧୁନିକ ଯୁଗର ବୈଜ୍ଞାନିକ ଏବଂ କାରିଗର ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କିନ୍ତୁ ସେହି କୋଣାର୍କ ମନ୍ଦିର ଏବଂ ତାଜମହଲକୁ ଦେଖିବା ପାଇଁ ପ୍ରତିଦିନ ଶହ ଶହ ବ୍ୟକ୍ତି ଦେଶ ବିଦେଶରୁ ଆସିଥାନ୍ତି। ଆମର ଐତିହ୍ୟ କେବଳ ଆଜିକାଲିର କଥା ନୁହେଁ ବରଂ ଆମର ଐତିହ୍ୟ ହେଉଛି ଆମର ପରିଚୟ ଏବଂ ଭବିଷ୍ୟତର ମାର୍ଗଦର୍ଶକ। ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିଭିନ୍ନ ଭାଷା, ବିଭିନ୍ନ ପୋଷାକ, ବିଭିନ୍ନ ଖାଦ୍ୟ ଥାଇ ମଧ୍ୟ ଆମେ ସଭିଏ ଗୋଟିଏ ସୂତ୍ରରେ ବନ୍ଧା। ଆମର ଐତିହ୍ୟ, ମନ୍ଦିରର କରୁକାର୍ଯ୍ୟ, ବେଦ ପୁରାଣ ଏ ଶାସ୍ତ୍ର ଆମର ଅତୀତର ଗୌରବକୁ ମନେ ପକାଇ ଦିଏ। ତେଣୁ ବୈଶାଖ ମାସ ହେଉଛି କେବଳ କ୍ୟାଲେଣ୍ଡର ମାସ ନୁହେଁ, ଏହା ହେଉଛି ସତ୍ୟ ତ୍ୟାଗ ଏବଂ ସମନ୍ୱୟର ମାସ। ଭାରତ
ଭାରତୀୟ ପଞ୍ଚାଙ୍ଗ ଅନୁସାରେ ଆମର ବୈଶାଖ ମାସ ହେଉଛି ବର୍ଷର ପ୍ରଥମ ମାସ। ଏହି ବୈଶାଖ ମାସରେ ହିଁ ଆମ ମୌଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ 21 ଦିନ ଧରି ଜଳ କ୍ରୀଡ଼ା କରିଥାନ୍ତି। ଏହି ବୈଶାଖ ମାସରେ ହିଁ ଅକ୍ଷୟ ତୃତୀୟା ହୋଇଥାଏ। ସେହି ଅକ୍ଷୟ ତୃତୀୟାରେ ଚାଷୀ ନିଜର କ୍ଷେତରେ ବିହନ ପ୍ରଥମ କରି ବିହନ ବୋଳି ନିଜର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ। ଏହି ଶୁଭ ଦିନରେ ହିଁ ମୌଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରାଙ୍କର ରଥ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏବେ କେତେକଙ୍କ ମନରେ ପ୍ରଶ୍ନ ଉଠୁଥିବ, କ'ଣ ଆମ ସଂସ୍କୃତି ଏବଂ ଐତିହ୍ୟ ବିନା ଆମ ଦେଶର ଉନ୍ନତି ହେବନି? ତେବେ ମୋର ପ୍ରତ୍ୟେକଟି ଉତ୍ତର ହେବ ନା ନା ନା। ଯଦି ପିତାମାତାଙ୍କ ବିନା ଗୋଟିଏ ସନ୍ତାନର ଜନ୍ମ ନାହିଁ କି ଗୋଟିଏ ସନ୍ତାନର ପରିଚୟ ନାହିଁ, ଠିକ୍ ସେହିପରି ଆମର ସଂସ୍କୃତି ଏବଂ ଐତିହ୍ୟ ବିନା ଆମ ଦେଶର ଉନ୍ନତି ନାହିଁ। ଯଦି ଆମେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ ପଢ଼ିବା କିନ୍ତୁ ନିଜର ସଂସ୍କୃତି ଏବଂ ଐତିହ୍ୟକୁ ଭୁଲିଯିବା, ତେବେ ଆମର ପରିଚୟ ମଧ୍ୟ ଲିଭିଯିବ। ତେଣୁ ଶେଷରେ ମୁଁ ଏତିକି କହିବି, ଆଜିର ଏହି ପବିତ୍ର ସଭାରେ ଆମେ ସମସ୍ତେ ଶପଥ ପାଠ କରିବା ଉଚିତ। ଆମେ ଆମର ସଂସ୍କୃତି ଏବଂ ଐତିହ୍ୟକୁ ସଦା ସର୍ବଦା ସମ୍ମାନ ଦେବା। ଏତିକି କହି ମୁଁ ମୋର ବକ୍ତବ୍ୟକୁ ଶେଷ କରୁଛି।